ସାହାଯ୍ୟ କରିବାକୁ କେହି ନଥିଲେ। ସଂଘର୍ଷ ପରେ ସଂଘର୍ଷ କରି ଚାଲିଥିଲି। କିଏ ଆଉ ରହିବ? ଯେତେବେଳେ ନିଜର ଲୋକମାନେ ସବୁ ଜାଣିଶୁଣି ଦୂରେଇ ଦେଉଥିଲେ ସେତେବେଳେ ଆଉ କାହା ଉପରେ ଭରସା କରିବାଟା ଖାଲି ମରିଚିକା ପଛରେ ଧାଇଁବା ସଦୃଶ ଥିଲା। କଷ୍ଟର ଶେଷ ସୀମା ଡେଇଁ ସାରିଥିଲା। ତଥାପି ପଛକୁ ନ ହଟିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଥିଲି। କେତେବେଳେ ସମୟ ସାଥ ଦେଉନଥିଲା ତ କେତେବେଳେ ଏ ଭାଗ୍ୟଟା ବି ହାତ ଛାଡ଼ି ପର କରିଦେଉଥିଲା। ତଳେ ପଡ଼ି ଘୁଷୁରୁଥିବା ମଣିଷଟା ଉଠିବାକୁ ପ୍ରୟାସ କରି କରି ହାରି ଯାଉଥିଲା। ଏମିତି କେହି ନାହିଁ କାହାକୁ ମୁଁ ସାହାଯ୍ୟ କରିନି, କିନ୍ତୁ ମୋ ହାତ ଧରି ଉଠାଇବାକୁ ପର ଆପଣାଠୁ ଆରମ୍ଭ କରି ଚିହ୍ନା ଅଜଣା କାହାକୁ ବି ବାଦ ଦେଇନି। ହେଲେ ସମସ୍ତେ ଉଠାଇବା ବଦଳରେ ଆହୁରି ତଳକୁ ଠେଲି ଦେଇ ଚାଲି ଯାଉଥିଲେ। ସେମାନଙ୍କର ସେଇଆ ଇଚ୍ଛା ଥିଲା ମୁଁ କେବେ ଉପରକୁ ନ ଉଠେ। ତଥାପି ମୁଁ ଏତେ ଜିଦ୍ଦି ଥିଲି ଯେ ହାର ମାନିବାକୁ ପ୍ରସ୍ତୁତ ନଥିଲି। ସମୟକୁ ଅନେକ ନେହୁରା ହେଲି। କହିଲି, ଆରେ ସମୟ, କେହି ତ ମୋ ସହ ନାହାନ୍ତି, ତୁ ତ କମ୍ ସେ କମ୍ ମୋ ସାଥ ଟିକେ ଦେ। ସମୟ କହୁଥିଲା, ତତେ ସାହାଯ୍ୟ କରିବି? ତୁ କ'ଣ ଭୁଲିଗଲୁ? ତୋ ପାଖରେ ଯେତେବେଳେ ମୁଁ ଭଲରେ ଥିଲି ମୁଁ ମନା କରୁଥିଲି ଏ ଦୁନିଆଟା ସ୍ୱାର୍ଥପର, କାହାକୁ ସାହାଯ୍ୟ କରିନି, ନିଜ କଥା ନିଜେ ବୁଝ। ସେତେବେଳେ କ'ଣ ମୋ କଥା ତୁ ଶୁଣୁଥିଲୁ? ଯିଏ ଯାହା ମାଗିଲା ଦେଇ ଚାଲିଲୁ। କିଏ ମିଛ କହି ସାହାଯ୍ୟ ମାଗୁଥିଲା ତ କିଏ ସତ କହି ସାହାଯ୍ୟ ମାଗୁଥିଲା। ହେଲେ ତୁ କେବେ କାହାକୁ ମନା କରିନୁ। ମୋ କଥା କ'ଣ ଶୁଣିଲୁ? ତତେ ସେତେବେଳେ ବାରମ୍ବାର କହିଛି ଏ ଦୁନିଆଟା ସ୍ୱାର୍ଥପର, ଟିକିଏ ଦୂରେଇକି ରହ। ହେଲେ ମୋ କଥା ଖାତିର କଲୁନି। ଏବେ ନାମ ନେ। ସମୟଠୁ ଏକଥା ଶୁଣିଲା ପରେ ଭାଗ୍ୟକୁ କହିଲି, ଏ ଭାଗ୍ୟ, ତୁ ତ ଜାଣିଛୁ ମୁଁ କେତେ ପରିଶ୍ରମ କରୁଥିଲି, ଆଉ ଏବେ କେତେ ପରିଶ୍ରମ କରୁଛି। ତତେ ଟିକେ ଦୟା ଆସୁନି? ଜାଣିଶୁଣି ହଇରାଣ କରୁଛୁ। ମୋ କଥା ଶୁଣି ଭାଗ୍ୟ ବି ମୁରିକି ହସିଦେଲା ଆଉ କହିଲା, ମୁଁ ସବୁ ଦେଖୁଛି, ହେଲେ ମୁଁ ତ ସାଥ ଏଥିପାଇଁ ଦେଉନି ତୁ ଏ ମଣିଷମାନଙ୍କୁ ଭଲ ଭାବରେ ଚିହ୍ନି ଯା। କେମିତି ତୋ ଦୁଃଖ ବେଳେ ସମସ୍ତେ ହାତ ଛାଡ଼ି ତାଙ୍କ ବାଟରେ ଚାଲି ଯାଉଛନ୍ତି। ଯେଉଁମାନେ କାଲି ତୋ ସହିତ ଥିଲେ ଆଜି ତୋର ଅସୁବିଧା ବେଳେ କେମିତି ଦୂରେଇ ଦେଉଛନ୍ତି। ଆଉ ମୁଁ କ'ଣ ତୋ ସାଥ ଦେବି? ତୋ ନିଜର ଲୋକମାନେ ବା ତୋ ସାଥ ଦେଉନାହାନ୍ତି। ଦେଖିଲୁ ତୁ ଅସୁବିଧାରେ କେତେ ଲୋକଙ୍କୁ ସାହାଯ୍ୟ ମାଗିଲୁ, କେହି ତୋ ମୁହଁକୁ ବି ଥରେ ଅନେଇଲେନି। କିଏ କହିଲା ଆଗରୁ କହିଲନି, ମୁଁ ଆଜି ସକାଳୁ ଜଣକୁ ଦେଇଛି। କିଏ କହିଲା ନା ମୋ ପାଖରେ ନାହିଁ, ମୋ ବା ଭାରି ଅସୁବିଧା। କିଏ ଫୋନ୍ ଉଠାଇ ନଥିଲା ତ କିଏ ଦେଖୁଛି କହି ଫୋନ୍ କାଟି ଦେଇଥିଲା। ସମସ୍ତେ ବା ଏଠି ସାହାଯ୍ୟ କରିବା ନାଁରେ ମିଛ ଛଳନା କରି ଚାଲିଥିଲେ। ଭାଗ୍ୟ ସବୁ କହିଲା ପରେ ଶେଷରେ କହିଲା, ଆଉ ଟିକିଏ ଏଇ ମଣିଷମାନଙ୍କୁ ଭଲ ଭାବରେ ଚିହ୍ନି ସାରେ, ତାପରେ ମୁଁ ତୋ ସାଥ ଦେବି। ଦୁଃଖ କ'ଣ ଏମିତି ଆସେ? କଷ୍ଟ କ'ଣ ଏମିତି ବି ହୁଏ? ଯନ୍ତ୍ରଣା କ'ଣ ସତରେ ଆଖିର ଏମିତି ବି ଲୁହ ଦେଇଦିଏ? ଏସବୁ ଯେତେବେଳେ ଆସେ କେବଳ ଏ ସ୍ୱାର୍ଥପର ମଣିଷ ନୁହେଁ, ସମୟ ଆଉ ଭାଗ୍ୟ ବି ସାଥ ଛାଡ଼ିଦେଇ ଅନେକ ଦୂରକୁ ଚାଲିଯାଆନ୍ତି। ଏଇଟା ହିଁ ବାସ୍ତବ ସତ ଆଜ୍ଞା, ଯାହା ନିଜେ ମୁଁ ଅଙ୍ଗେ ନିଭେଇଛି। ଯାହା ମୋ ଜୀବନରେ ଘଟି ଚାଲିଛି ଏମିତି ଆଉ କେବେ କାହା ଜୀବନରେ ନ ଘଟୁ। ମୁଁ କିନ୍ତୁ ହାର ମାନିବା ପୂର୍ବରୁ ଚେଷ୍ଟା କରିବା ଛାଡ଼ିନି କି ଛାଡ଼ିବିନି। ଏ ସ୍ୱାର୍ଥପର ମଣିଷ ନହେଲା ନାହିଁ କେବେ ତ ଏ ଭାଗ୍ୟ ଆଉ ସମୟକୁ ଅନୁଭବ ହେବ ଆଉ ମୋ ସାଥ ନିଶ୍ଚୟ ଦେବ। କ'ଣ ଆଜ୍ଞା ଭୁଲ କହିଲି କି? ସବୁ ନିଜର ଲୋକ, ଜଣା ଅଜଣା ଚିହ୍ନା ପରିଚିତ ସିନା ମୋ ହାତ ଛାଡ଼ି ଦେଇଛନ୍ତି, କିନ୍ତୁ ଆପଣମାନେ ମୋ ସାଥ ଦେବେ ତ? ଯଦି ହଁ ତେବେ କମେଣ୍ଟ କରି ଜଣାଇବାକୁ ଜମା ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।